नमस्कार जय जगन्नाथ ମୁଁ ଆପଣଙ୍କ ପ୍ରିୟ ପ୍ରଣୟ କୁମାର। ଆମେ ଆସି ପହଞ୍ଚିଛୁ ନିଆଳିର ଲେଖନପୁରୀ। ଆପଣ ଜାଣିଥିବେ ଏଇ ଲେଖନପୁରୀ ଗୋଟେ ଏମିତି ଗୋଟେ ଗାଁ ଯୋଉଠି କି ଅନେକ ସାରା କଳା ରହିଥାଏ। ସେଇ କଳା ଭିତରେ ଆମେ ଯାହାକୁ ଆଜି ପାଇଛୁ ସେ ହଉଛନ୍ତି ଏସ୍ ଅନେଶା ମହାନ୍ତି। ଯେହେତୁ ସେ ଆମକୁ ଇନଭାଇଟ୍ କରିଥିଲେ ଆମେ ଆସି ପହଞ୍ଚିଛୁ ତାଙ୍କରି ଗାଁରେ ଆଉ ତାଙ୍କରି ଘରକୁ ଯିବା, ତାଙ୍କ ସହିତ ଆଜି ଚିଟ୍ ଚାଟ୍ କଥା ହବା, ତାଙ୍କ ଜୀବନୀ ଉପରେ ଜାଣିବା ଆଉ ତାଙ୍କର ମଧ୍ୟ ଆୱାର୍ଡ ମଧ୍ୟ ଆପଣଙ୍କୁ ଆମେ ଦେଖିବା ପାଇଁ ଚାହିଁବୁ। କେମିତି ଜର୍ଣ୍ଣି ଥିଲା ତାଙ୍କର କିଛି ଜାଣିବା। ଆଜିର ଶିଶୁ ଆଗାମୀର ଭବିଷ୍ୟତ ଯେହେତୁ କୁହାଯାଇଛି, ଆପଣମାନେ ତାଙ୍କୁ ଦେଖିକି ଅନେକ ସାରା ପ୍ରତିଭା ମାନେ କିଛି ପ୍ରେରଣା ପାଇପାରିବେ ଏସ୍ ଅନେଶା ମହାନ୍ତିଠୁ। ଅନେକ ସାରା ସୁନାମ ଅର୍ଜନ କରିଥାନ୍ତି ଆଉ ସାରା ଓଡିଶାରେ ସେ ମଧ୍ୟ ଗୋଟେ ପରିଚିତ ହେଇସାରିଲେଣି। ରାଜ୍ୟସ୍ତରୀୟ ଅନ୍ତର୍ଜାତୀୟ ସ୍ତରୀୟ ହଉ ବା ସିଦ୍ଧାର୍ଥ ଟିଭିର ହଉ ସବୁଆଡକୁ ସେ ପହଞ୍ଚି ସାରିଛନ୍ତି। ଆମେ ଆସି ପହଞ୍ଚିଛୁ ତାଙ୍କ ଘରେ। ଏଇଠି ତ ତାଙ୍କ ଘର ଓପନ ରହିଛି। ଏଇଠି ତାଙ୍କର ଓପନ ଆମେ କରିବା ନିହାତି କଣ କରୁଛନ୍ତି ମଜା ମସ୍ତି କରିବା, ନିହାତି ତାଙ୍କୁ ଆଜି ଚିଡେଇବା, ତାଙ୍କ ସହିତ ଆଜି ହସ ଖୁସିରେ ଯିବା, କଣ ସବୁ ରହିଛି ତା ମଧ୍ୟ ଜାଣିବା। ଆସନ୍ତୁ ମୁଁ କ୍ୟାମେରାମ୍ୟାନ କହିବି ମୋ ପଛରେ ଆସିବେ, ଦେନ୍ ତାଙ୍କ ଘରେ ଆଜି ଓପନ କରିବା। ଚାଲନ୍ତୁ। ହାଏ, ଆସନ୍ତୁ ଟିକେ ଆଗକୁ। ଆମ ସହିତ ଅଛନ୍ତି ଏସ୍ ଅନେଶା ମହାନ୍ତି। ଘରେ ଆସି ପହଞ୍ଚି ଗଲୁ। ଆମେ ଖାଲି କଥାବାର୍ତ୍ତା ଆମେ ବରଂ ଖାଇବା, ଯଦି ଖାଇବାକୁ ନଦେବେ ମୁଁ ସବୁ ଆୱାର୍ଡ ନେଇକି ତାଙ୍କ ଘରକୁ ଯିବି ଆଜି। ଚାଲନ୍ତୁ, ଆପଣ ରେଡି ତ? ଏଇଟା ଆପଣଙ୍କ ଘର। ଚାଲନ୍ତୁ ଯିବା। ଆସନ୍ତୁ ମୁଁ କ୍ୟାମେରାମ୍ୟାନ କହିବି ମୋ ସହିତ ଘରକୁ ଆସିବେ। ଆମେ ଆସି ପହଞ୍ଚି ଗଲୁ ଏସ୍ ଅନେଶା ମହାନ୍ତି। ଚାଲନ୍ତୁ ଯିବା ତାଙ୍କ ସହିତ କଥା ହବା। ତାଙ୍କର ଆୱାର୍ଡ ଯାଇଛୁ ଏସ୍ ଅନେଶା ମହାନ୍ତିଙ୍କ ସହିତ କଥା ହବା। ଆମକୁ ଇନଭାଇଟ୍ କଲେ, ଆମ ସହିତ ବଇଛନ୍ତି ବି ଆଜି। ପଛରେ ଆପଣ ଦେଖିପାରୁଥିବେ ଅନେକ ସାରା ଆୱାର୍ଡ ଅଛି, ତା ମଧ୍ୟ ଆପଣ ଭିଜୁଆଲ ମାଧ୍ୟମରେ ଆମେ ଶୋ କରିବୁ। ଆଜି କଥା ହେବା ତାଙ୍କ ଜୀବନୀ ଉପରେ, କଥା ହେବା ତାକୁ କେମିତି ରହିଛି ଜର୍ଣ୍ଣି ଆଉ କେତେ ବର୍ଷ ରହିଛି। ଆମ ସହିତ ଯେହେତୁ ଏସ୍ ଅନେଶା ମହାନ୍ତି ଅଛନ୍ତି, ଆମର ଯୋଉ ଦର୍ଶକ ମାନେ ଆଚ୍ଛା ଲୋକମାନେ ଆପଣ ଯୋଉମାନେ ସବୁ ଦେଖୁଛନ୍ତି ଦେଖନ୍ତୁ, ଏଇ ଚେହେରା, ଏଇ ମୁହଁ, ଏଇ ସ୍ମାଇଲିଂ, ଇଏ ହଉଛି ନିଆଳି ମାଟିର ଗର୍ବ ଆଉ ଘର ଏସ୍ ଅନେଶା ମହାନ୍ତି। ଆମ ଦର୍ଶକ ବନ୍ଧୁ ଟିକେ ହାଇ କରିଦିଅ। କେମିତି ଅଛନ୍ତି ଆପଣ? ପରିଚୟଟା ଆପଣଙ୍କର? ଘର ନିଆଳି ଲେଖନୀପୁର। ଆଚ୍ଛା, କେତେ ବର୍ଷ ହେଲାଣି ଡ୍ୟାନ୍ସ କୋର୍ସ ଶିଖୁଛନ୍ତି ଆପଣ? 2 ବର୍ଷ ହବ। ଆଚ୍ଛା, କେତେ ସମୟ ପ୍ରାକ୍ଟିସ କରୁଛନ୍ତି ଆପଣ? ଆଚ୍ଛା, କ୍ଲାସ ବି ଯାଉଛନ୍ତି। ଆଚ୍ଛା, କେତେ ଆୱାର୍ଡ ପାଇଲେଣି ଆପଣ? ଗଣି ହବନି ବୋଧେ। ଗଣି ହବ? ଆମେ ତ ଦେଖୁଛୁ ପୁରା କାନ୍ଥ ପୁରା ଫୁଲ ଅଛି। ଦିଟା ତିନିଟା ଦେବେ ନା ନାଇଁ ଆଜି? ପ୍ରାଇଜ ଦବନି? କାହିଁ ଦବନି ପ୍ରାଇଜ? ଇଏ ତ ଚିଟିଂ କଲେ ଆପଣ। ମତେ ସେଠି କହିଲେ ଆପଣ ଆମକୁ ଯେତେ ଡାକିଛନ୍ତି ଯେହେତୁ ଆପଣ କହିଲେ ଦେବେ ସବୁ ଜାଗା ଆୱାର୍ଡ, ନହେଲେ ରୋଷେଇ କରିକି ଦେବେ ଆଜି। ଆଚ୍ଛା, ତାପରେ ଯିବା। ଯେତେବେଳେ ଆୱାର୍ଡ ଯେତେବେଳେ ପରଫର୍ମାନ୍ସ କରିବା ପାଇଁ ଯାଅ, କେମିତି ଲାଗେ ସେ ଯୋଉ ଷ୍ଟେଜ ମଞ୍ଚରେ? ଭଗବାନ ଖୁସି ଲାଗେ। ଲୋକମାନେ କଣ କୁହନ୍ତି? ନିହାତି ଗାଳି ବାଟି ପ୍ରାଉଡ ଫିଲ୍ କରୁଥିବେ। ଆଚ୍ଛା, ଖୁସି ଲାଗେ ପୁରା। ଯେତେବେଳେ ଷ୍ଟାଟସ ପଡେ ସାଙ୍ଗମାନେ କଣ ଦେଖିକି କହନ୍ତି ସ୍କୁଲରେ? କୁହନ୍ତି ଷ୍ଟାର ହେଇଗଲୁ ବୋଲି। କିଛି କହନ୍ତିନି, ସେ ଜେଲସ୍ ଫିଲ୍ କରନ୍ତି ବୋଧେ। ରାଜ୍ୟସ୍ତରୀୟ ଅନ୍ତର୍ଜାତୀୟ ସ୍ତର ବି ଯାଇଛୁ ତମେ? ଆଚ୍ଛା, ଭୁବନେଶ୍ୱର ଯାଇଛ, କଟକ ବି ଯାଇଛ, ଜଗତସିଂହପୁର ବି ଯାଇଛୁ। କେତେ ଲାଗେ ସେମିତି ଖୁସି ଯେ ଏତେ ବଡ ଜାଗା ଯାଇକି ପରଫର୍ମାନ୍ସ କରିବି? ଆଚ୍ଛା, ସାଥିରେ କିଏ ଯାଆନ୍ତି ତାହେଲେ? ଦିଦି, ମାମା ଜାନେ। ସବୁ ଯାକ ଶ୍ରେୟ କାହାକୁ ଦେବା ପାଇଁ ଚାହିଁବ? ଦିଦି, ସମସ୍ତେ ଭଲ ପାଆନ୍ତି। ଆଚ୍ଛା, ଟିଚର। ଆଚ୍ଛା, ଦିଦି କେତେ ସପୋର୍ଟ କରେ? ବହୁତ ପୁରା। ଆଚ୍ଛା, ଓଡିଶୀ ଓଡିଶୀ ବି ଶିଖୁଛନ୍ତି ଆପଣ? ମଡର୍ନ ବି ଶିଖୁଛନ୍ତି? ଆଚ୍ଛା, ଫାଷ୍ଟ ମଡର୍ନ ଶିଖୁଛନ୍ତି। ଗୋଟେ ଦିଟା ଚ୍ୟାନେଲରେ ବି ଅଭିନୟ କରିଛ, ଭଜନ ଗୋଟେ କରିଛ ଛୁଆଟି ବେଳେ? କରିଛ ନୁହଁ, ଆମେ ଜାଣିଛୁ। ମଣ୍ଟୁ ସାରଙ୍କ ସହିତ ଗୋଟେ ଅଭିନୟ କରିଥିଲେ, ଆଉ ଗୋଟେ ବି ଅଭିନୟ କରିଥିଲେ ଗୋଟେ ଛୋଟ ଚ୍ୟାନେଲରେ ବି। ଆଚ୍ଛା, କେମିତି ଲାଗେ ସେ ସମୟଟା? ଆଚ୍ଛା, ଯେହେତୁ ଆପଣ ଏସ୍ ଲାଇନରେ ଅଛନ୍ତି, ପାଠ ତ ପଢା ହଉଛି, ପାଠରେ କିଛି ଡିଷ୍ଟର୍ବାନ୍ସ ହଉନି? ଟାଇମ ଟେବଲ ନାହିଁ। ଆପଣଙ୍କ ସହିତ କଥା ହଉଛି, ଆପଣଙ୍କ ଘର ତ ଆମକୁ ବୁଲେଇକି ଦେଖିଲେ। ଜୀବନର ଲକ୍ଷ୍ୟ କଣ ଅଛି? ମାନେ ନିହାତି ହିରୋଇନ ହବାର ଇଚ୍ଛା ଅଛି? ଆକ୍ଟ୍ରେସ ହବାର? ଆଚ୍ଛା, କେତେ ବଡ ହବାର ଇଚ୍ଛା ଅଛି? କାହାକୁ ଫଲୋ କରନ୍ତୁ? ସମସ୍ତଙ୍କୁ ଦେଖ? ଆଚ୍ଛା, ଅର୍ଚିତାକୁ ଜାଣିଛ? ଆଚ୍ଛା, ଆମର ବର୍ଷା ପ୍ରିୟଦର୍ଶିନୀ?
ଏ ଲିନାଙ୍କୁ ଫଲୋ କର। ଆଚ୍ଛା ଆପଣ ପୁରା ବହୁତ ସୁନ୍ଦର ଲାଗୁଛନ୍ତି। କଣ ମେକଅପ୍ ନେଇଛନ୍ତି ନା ନାଇଁ? ମେକଅପ୍ ନେଇନାହାନ୍ତି। ବିନା ମେକଅପ ରେ ଯେ ଆମ ସହିତ କଥା ହଉଛନ୍ତି। ଦେଖି ମେକଅପ୍ ସତ କଥା ରିଏଲି ବୋଧେ ସତରେ ହେଇନି। ଆପଣ ମିଛ କଥା କହୁଛନ୍ତି। ଇଏ କଣ ମେକଅପ୍ ଲାଗିଛି? ଦେଖ ଦର୍ଶକ ବନ୍ଧୁ ଦେଖ ସେ କେମିତି ମିଛ କଥା କହୁଛି। ମିଛ ନା ନାଇଁ? ଫ୍ୟାନ ମାନଙ୍କୁ ସତ କୁହ ପ୍ରମିସ ମୁଁ ମେକଅପ୍ କେବେ ନେଇନ ମେକଅପ୍? ଅବশ্যଇ ସତ କହୁଛନ୍ତି। ଭାରି ସୁନ୍ଦର। ଆଜି ଆମେ ଆପଣଙ୍କୁ ପ୍ରପୋଜ କରିବୁ ହବ? ହଁ ଆଚ୍ଛା ଆମ ସହିତ ଆମ ଘରକୁ ଯିବେ? ଆଉ ତାହେଲେ ଆଉ ନାଚି ପାରିବେନି। ଆମ ଘରେ ଯାଇ ରୋଷେଇ କରିବେ? ନା ନା ରୋଷେଇ କରିବାକୁ ତ ପଡିବ। ଅବশ্যଇ ଆମେ ତ କଥା ହଉଛେ ଯେହେତୁ ଫନି କିଛି ମୁଭମେଣ୍ଟ ଫନି ମୁଭମେଣ୍ଟ। ଆଚ୍ଛା ଆଜିର ଯୋଉ ଛୋଟ ଛୋଟ ପିଲାମାନେ ନାଚୁଛନ୍ତି ବା ଓଡିଶୀ କରୁଛନ୍ତି ତାଙ୍କୁ କଣ ଦେବେ? କେତେ ସମୟ ପ୍ରାକ୍ଟିସ କରିବେ ତମକୁ ଦେଖି ସେ ଯୋଉ ଆସିବେ? ମନେ ରହିଯିବ। ଆଚ୍ଛା ଏଥିରେ ନିହାତି କ୍ୟାରିୟର କରିବେ ଆଗକୁ? ପୁରା ଏଇଥିରେ ପୁରା ଡେଡିକେସନ ରହିବ। ବଡ ହେଲେ ଆଉ କିଛି ପାଠରେ ଇଚ୍ଛା ନାହିଁ? ଆଚ୍ଛା ଆଚ୍ଛା ଆମେ ଶୁଣିଛୁ କୁଆଡେ ବାବା ମାମା ଆପଣଙ୍କୁ ବେଶୀ ବାଡାନ୍ତି? ମାମୁ ବାଡେ କାଇଁ କଥା ହଉଛ? କଥା କାଇଁ ହଉଛ? ପଳଉନ ଘର ଛାଡି। ଯାଇପାରିବନି। ଆଉ ଦିଦି ଦିଦି ବାଡେ କୁଟି ପକେଇ ନା? ଆଚ୍ଛା ଦିଦି ଦେଖୁଥିବ ଯଦି ତାକୁ କଣ କହିବାକୁ ଚାହିଁବେ ଚ୍ୟାନେଲ ମାଧ୍ୟମରେ? ଧନ୍ୟବାଦ ଦବା ପାଇଁ ଚାହିଁବେ ନା ନାଇଁ? ସବୁ ଦିଦି ପାଇଁ ନା? ଆଚ୍ଛା ଆୱାର୍ଡ ତ ଏତେ ପାଇଲେଣି ଆହୁରି କେତେ ପାଇବେ ଆଶା ରଖିଛନ୍ତି? ପୁଳାଇ। ଆଚ୍ଛା ମିଠା ବାଣ୍ଟିଲେନି ନା ମିଠା ବାଣ୍ଟି ନା? ଆଚ୍ଛା ଗାଁରେ ରହୁଛନ୍ତି ଗାଁରେ ଯୋଉ ଲୋକମାନେ ଦେଖୁଥିବେ ଆପଣଙ୍କୁ କେମିତି ଧନ୍ୟବାଦ ଦିଅନ୍ତି? ଆଚ୍ଛା ନା ଅଲରେଡି ରଖି ସାରିଲେଣି? ଆଉ ରଖିଛୁ? ଅବଶ୍ୟ ଇଏ ଯାହା କହୁନି ସବୁ ସତ କଥା। ଅବଶ୍ୟ ଯୋଉ ମଣିଷ ମାନେ ଥାଆନ୍ତି ନା କଳାକୁ ଭଲ ପାଆନ୍ତି, କଳା ଗୋଟେ ଏମିତି ଆଜ୍ଞା ମାଧ୍ୟମ ଗଡ ଗିଫ୍ଟ ନଥିଲେ ସେ କଳା କେବେ ମିଳେନି। ତ ଯାହା ହଉ ଗୋଟେ ଏମିତି ଗୋଟେ ନିଆଳି ମାଟିରେ ଲେଖନୀ ପୁରେ ଗର୍ବ ଗୋଟେ ଗୌରବ। ପରମତରେ ସେ ଆଗକୁ ଯାଇ କଣ ହବ ସେଇଟା ତ ପର କଥା। ଆପଣଙ୍କ ଆଶୀର୍ବାଦ ନିହାତି ଦରକାର। ଯାହା ବି କଥା ହଉଛି ଯେତେ ବି ଆୱାର୍ଡ ପାଇଛି ଯେତେ ବି ନାଁ କରୁଛନ୍ତି ରାଜ୍ୟସ୍ତରରେ ଆଜ୍ଞା ଆଜିର ସମୟରେ ଷ୍ଟ୍ରଗଲ ନକଲେ କେହି କେବେ ଆଗକୁ ଯାଇପାରେ। ଗୋଟେ ଝିଅଟେ ଚାହିଁଲେ ସବୁ କିଛି କରିପାରେ। ଆଜିର ନାରୀ କିଏ ପାଇଲଟ ହେଇପାରୁଛି, କିଏ ପୋଲିସ ହେଇପାରୁଛି, କିଏ ଟିଚର ହେଇପାରୁଛି, କିଏ କଳାକାର ହେଇଯାଉଛି, କିଏ ହିରୋଇନ ହେଇପାରୁଛି, କିଏ ସିଙ୍ଗର ହେଇପାରୁଛି, ସମସ୍ତେ ହେଇପାରୁଛନ୍ତି। କିନ୍ତୁ ସବୁବେଳେ ଗୋଟେ ହିଁ ତା ପଛେ ଥାଏ, ସେ ହଉଛନ୍ତି ବାପା ମା, ନିଜ ପୁଅ, ନିଜ ଫ୍ୟାମିଲି ସପୋର୍ଟ ନଥିଲେ କେହି କେବେ ଆଗକୁ ଯାଇପାରେନି। କାରଣ ଜଣକୁ ଗୋଟେ ଝିଅ ପୁଅଟେ ସିନା ଆଗକୁ ପଳେଇବ ତେଣୁ ଗୋଟେ ଫ୍ୟାମିଲି ଝିଅଟେ କେମିତି ଆଗକୁ ଯିବ? ଦେନ୍ ପ୍ୟାରେଣ୍ଟସ ହିଁ ତାକୁ ନେଇକି ଆଗକୁ ଯାଆନ୍ତି। ସମୟ ଚେଞ୍ଜ ହେଲାଣି, ପରିବର୍ତ୍ତନ ହେଲାଣି। ଅବশ্যଇ ଆଉ କିଛି କହିବାକୁ ଚାହିଁବେ? କିଛି କହିବେନି? ହଁ କିଛି ବି କହିବେନି? ଡର ଲାଗୁଛି କି ଆଜି ଆମ ସହିତ କଥା ହେଇକି? ମତେ ଡରିଗଲାଣି, ନର୍ଭସ ହେଇଗଲାଣି ବୋଧେ। ନା 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 ଆପଣ ହିରୋଇନ ହେବେ ଟି ଅନେକ ଲୋକଙ୍କୁ ଭେଟିବେ, ଅନେକ ଲୋକଙ୍କ ସହିତ କଥା ହେବେ, ଡରୁଛନ୍ତି କାହିଁକି ଆପଣ? ଓକେ ଚାଲନ୍ତୁ ଆଉ କିଛି ନେକ୍ସଟ କଥା ହବା।